ତ୍ରିନାଲି ଫୋନ୍ କରି କହିବେ କୃଷିକାକୁ ମୋତେ ଚେକ୍ କରିବାକୁ ହେବ ଚାହୁଁଛନ୍ତି। ତୁ କିଛି କର। ମୋତେ ଘରେ ପହଞ୍ଚିବା ପାଇଁ ଟିକେ ସମୟ ଦରକାର। ତୁ କିଛି ଗୋଟିଏ ବାହାନା କର। ତୁ ଟିକେ ତାକୁ ଅଟକା। କୌଣସିରେ ବି ସତ କଥା ଯେମିତି ନ ଜଣାନ୍ତୁ। ଠିକ୍ ଅଛି ଦିଦି, ମୁଁ ଗୋଟିଏ ଚିନ୍ତା କରୁଛି। ତ୍ରିନାଲି କହିବେ ଦେଖନ୍ତୁ, ମୋର ଗୋଟିଏ ବହୁତ ଜରୁରୀ କାମ ଅଛି। ମୁଁ ଟିକେ ବାହାରକୁ ଯାଉଛି। ମୁଁ ଜଲ୍ଦି ଫେରି ଆସିବି। ନାଇଁ ମା, ନା, ଆମକୁ ଛାଡ଼ି କରି ଯାଆନା। ତୁ ଯଦି ଚାଲିଯିବୁ ଆମ କଥା କିଏ ଶୁଣିବ? କାଲି ପାଣି ନ ମିଳୁଥିଲା, ଆଜି ବି ପାଣି ନ ମିଳିବ। ତୁମେ ଆପଣଙ୍କ ପାଇଁ ଭବାନୀ ଦେବୀକୁ ଚ୍ୟାଲେଞ୍ଜ କରିଛ। ତୁମେ ହିଁ ଏହି ସମସ୍ୟାର ସମାଧାନ ବାହାର କରିବାକୁ ହେବ। ତୁମେ ଯଦି ଆମକୁ କିଛି ବାଟ ନ ଦେଖାଇଛ, ଆମେ ତୁମକୁ ଯିବାକୁ ଦେବୁ ନାହିଁ। କୃଷିକା ଫୋନ୍ କରି କହିବେ ଭବାନୀ ଦେବୀକୁ ଆପଣମାନେ ଜଲ୍ଦି ଘରକୁ ଚାଲି ଆସନ୍ତୁ। କାର୍ତ୍ତିଙ୍କର ଦେହ ଖରାପ ହୋଇଯାଇଛି। ସକାଳୁ ସକାଳୁ ମୁଣ୍ଡ ବୁଲାଉଛି। ସେ କଚାଡ଼ି ହୋଇ ତଳରେ ପଡ଼ିଛନ୍ତି। ଆଉ ଜାଣିଛ ମ୍ୟାଡ଼ାମ୍, ମୁଁ ଡାକ୍ତରକୁ ବି ଫୋନ୍ କରିଛି। ସରି କାର୍ତ୍ତିକ, ତୁମ ନାଁରେ ମୋତେ ମିଛ କହିବାକୁ ପଡ଼ିବ। ତ୍ରିନାଲି କହିବେ ଏବେ ସାହୁ ଇଣ୍ଡଷ୍ଟ୍ରି ଆପଣମାନେ ଧାରଣା ବସାଇବେ। ଯେ ପର୍ଯ୍ୟନ୍ତ ରୋହିନ୍ଦାବାସୀ ପାଣି ନ ମିଳିଛି, ରୋହିନ୍ଦାବାସୀ କେବେ ବି କାମ କରିପାରିବ ନାହିଁ। ଏହା ବାହାନା। ତାହାପରେ ତ୍ରିନାଲି କହିବେ ଏହି ବାହାନାରେ ମୁଁ ଘର ପାଖରେ ପହଞ୍ଚିଯିବି। ଯଦି ଆଉ ତେଜସ୍ଙ୍କ ଉପରେ ବି ନଜର ବି ରଖିପାରିବି। ତାହାପରେ ତେଜସ୍କୁ ଫୋନ୍ କରି କହିବେ ସାର୍, ଆପଣମାନେ ଜଲ୍ଦି ଅଫିସକୁ ଆସନ୍ତୁ। ଗାଁର ବହୁତ ଲୋକମାନେ ଅଫିସ ସାମ୍ନାରେ ଧାରଣା ବସିଛନ୍ତି। ପାଣି ସମସ୍ୟାକୁ ନେଇ ଧାରଣା ବସିଛନ୍ତି। ମା ତ ଆପଣମାନଙ୍କ ପାଇଁ ପାଣି ଟ୍ୟାଙ୍କର ପଠାଇଥିଲେ। ଆପଣମାନେ କାହିଁକି ଆସିଲେ? ତାହାପରେ ତ୍ରିନାଲି କହିବେ ବୁଝିଲେ ଆଜ୍ଞା, ବେଳେବେଳେ ଆଖି ସାମ୍ନାରେ ଯାହା ଦେଖାଯାଏ ସେ କଥା ସେନ୍ତା ହୋଇନଥାଏ। ଗାଁରେ ଟ୍ୟାଙ୍କର ଆସିଥିଲା ସତ, ହେଲେ ସେଥିରେ ପାଣି ନଥିଲା। ତାହାପରେ ମାଲିକ ଅଙ୍କଲ କହିବେ ମ୍ୟାଡ଼ାମ୍, ତ୍ରିନାଲି ଭଳି ଦିଶୁଥିବା ଝିଅ ଆମକୁ ନାକରେ ପାଣି ପିଆଇ ଦେଲା। ଟିକେ ଗରମ ହେବାକୁ ଥଣ୍ଡା କରିବାକୁ ଚାହୁଁଥିଲି ମ୍ୟାଡ଼ାମ୍। ତାହାପରେ ଭବାନୀ ଦେବୀ କହିବେ ତେଜସ୍କୁ କହିବେ ତୁ ଚାଲ ମୋର କେବିନ୍କୁ, ଏମାନଙ୍କର କଥାକୁ ସାମ୍ନା କରିବା। ତେଜସ୍ କହିବେ ତ୍ରିନାଲିକୁ ତୁମ ସାଥିରେ କଥା ଗୋଟେ ଅଛି, ମୋର କେବିନ୍କୁ ଆସ। ମ୍ୟାଡ଼ାମ୍କୁ କହିବେ ମ୍ୟାଡ଼ାମ୍, ପୁରା କାମ ବନ୍ଦ ହୋଇଯାଇଛି। ପୁରା ମେସିନ୍ ବି ବନ୍ଦ ହୋଇଯାଇଛି। ଆପଣ ଜଲ୍ଦି କିଛି ଗୋଟେ କରନ୍ତୁ, ନହେଲେ ବନ୍ଦ ହୋଇଯିବ। ତାହାପରେ ଭବାନୀ ଦେବୀ ରାଗିଯିବେ। କହିବେ ଭଲରେ ଯଦି ନ ମାନିଲେ ସେମାନଙ୍କୁ ମନ୍ଦରେ ବୁଝାଇ ଦିଅ। ସେମାନଙ୍କୁ ପ୍ରୋଟେଷ୍ଟ ବି ବନ୍ଦ କରିଦିଅ। ଯେତେ ଜଲ୍ଦି ସମ୍ଭବ ହେବ ଏହି ଭିକାରୀମାନଙ୍କୁ ଏଇଠୁ ହଟାନ୍ତୁ। ସେମାନଙ୍କୁ ନିଜର ଅକାତ ଦେଖାଇ ଦିଅନ୍ତୁ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ।